ମା ମାତୃରଚନାବଳୀ ପାର୍ଟ 3 ଧମ୍ମପଦର ଟୀକା। ବିଷୟବସ୍ତୁ ସଂସାର। ସଂସାର ମନ୍ଦ ପଥରେ ଯାଅ ନାହିଁ। ମାନସିକ ଆଳସ୍ୟକୁ କଦାପି ପ୍ରଶ୍ରୟ ଦିଅ ନାହିଁ। ଭୁଲ ମତଗୁଡ଼ିକୁ ନିଜର ମତ ବୋଲି ଗ୍ରହଣ କର ନାହିଁ। ଯେଉଁମାନେ ସଂସାର ଭିତରେ ନାକେଇ ଏଣେ ତେଣେ ହେବାରେ ଲାଗିଥାନ୍ତି, ତୁମେ ସେମାନଙ୍କ ଭିତରେ କଦାପି ଜଣେ ହୁଅ ନାହିଁ। ଉଠ, ଜାଗ, ହେଳା ପରିହାର କର। ପ୍ରଜ୍ଞାର ଶିକ୍ଷାକୁ ମାନ। ଯିଏ ମୁନି ସିଏ ଇହ ଓ ପର ଉଭୟ ଲୋକରେ ସୁଖ ଲାଭ କରେ। ପ୍ରଜ୍ଞାର ଶିକ୍ଷା ଗୁଡ଼ିକୁ ଅନୁସରଣ କର। ମନ୍ଦ ଓ ଅନର୍ଥର ଶିକ୍ଷାକୁ ବର୍ଜନ କର। ଯିଏ ମୁନି ସିଏ ଇହ ଓ ପର ଉଭୟ ଲୋକରେ ସୁଖ ଲାଭ କରିଥାଏ। ଏହି ସଂସାରକୁ ଯିଏ ବୁଦ୍ ବୁଦ୍ ପରି ଦେଖେ ଅଥବା ମରିଚିକା ପ୍ରାୟ ଦେଖେ, ଯମ ମଧ୍ୟ ତାର ପତା ପାଏ ନାହିଁ। ଆସ, ଏହି ସଂସାରକୁ ତୁମେ ଜଣେ ରାଜାର ନାନା ଉଜ୍ଜଳ ବର୍ଣ୍ଣରେ ରଙ୍ଗା ହୋଇଥିବା ରଥ ପରି ପ୍ରତ୍ୟକ୍ଷ କର। ତାହା ଜଣେ ନିର୍ବୋଧ ବ୍ୟକ୍ତିକୁ ଭାରି ଆକର୍ଷଣ କରିଥାଏ ସତ, ମାତ୍ର ପ୍ରକୃତରେ କହିବାକୁ ଗଲେ ସେଥିରେ ଆକର୍ଷଣ କଲା ଭଳି ଆଦୌ କିଛି ନଥାଏ। ଆଗରୁ ଅନେକ ଆତ୍ମ ଅବହେଳା କରିଥିଲେ ମଧ୍ୟ ଯିଏ ପୁନର୍ବାର ସାବଧାନ ହେବାକୁ ଆରମ୍ଭ କରେ, ମେଘ ଉହାଡ଼ରୁ ମୁକ୍ତ ହୋଇ ଆସୁଥିବା ଚନ୍ଦ୍ରମା ପରି ସେ ପୃଥିବୀକୁ ଆଲୋକିତ କରିଦିଏ। ତୁମେ ଆଗରୁ କରିଥିବା ମନ୍ଦ କାର୍ଯ୍ୟ ଗୁଡ଼ିକୁ ତୁମର ଯେଉଁ ଉତ୍ତମ କାର୍ଯ୍ୟ ଗୁଡ଼ିକ ପୋଛି ନେଇଯାଏ, ତୁମେ ତଦ୍ୱାରା ମେଘ ଉହାଡ଼ରୁ ମୁକ୍ତ ହୋଇ ଆସୁଥିବା ଚନ୍ଦ୍ରମା ପରି ପୃଥିବୀକୁ ହିଁ ଆଲୋକିତ କରିଦିଅ। ଏହି ସଂସାର ଘନ ଅନ୍ଧକାର ଦ୍ୱାରା ଆବୃତ ହୋଇ ରହିଛି ଏବଂ ଅତ୍ୟନ୍ତ ଅଳ୍ପ ସଂଖ୍ୟକ ବ୍ୟକ୍ତି ତାହା ମଧ୍ୟରେ ଆପଣାର ଯଥାର୍ଥ ପଥ ପାଇଥାନ୍ତି। ଜାଲମୁକ୍ତ ଏକ ବିହଙ୍ଗ ପରି ସେମାନେ ସ୍ୱର୍ଗ ଆଡ଼କୁ ଧାବମାନ ହେବାକୁ ଲାଗନ୍ତି। ହଂସମାନେ ସୂର୍ଯ୍ୟଙ୍କର ପଥକୁ ଅନୁସରଣ କରୁଥାନ୍ତି। ଯେଉଁମାନଙ୍କୁ ଗୂଢ଼ ବିଦ୍ୟାର ସାମର୍ଥ୍ୟମାନ ଜଣାଥାଏ, ସେମାନେ ପବନ ମାର୍ଗରେ ଉଡ଼ି ପାରନ୍ତି। ମାର ଏବଂ ତାହାର ମନ୍ଦ ରୂପୀ ସେନାଟିକୁ ପରାଭୂତ କରି ମୁନିଗଣ ଏହି ସଂସାରରୁ ବିଦାୟ ନିଅନ୍ତି। ଯିଏ ବିନୟ ବା ଧର୍ମ ବିଧାନର ଗୋଟିଏ ନିୟମକୁ ମଧ୍ୟ ଲଙ୍ଘନ କରେ, ତା ପାଇଁ କୌଣସି ମନ୍ଦ କାର୍ଯ୍ୟ କରିବା ଆଦୌ ଅସମ୍ଭବ ନୁହେଁ। ଯିଏ ମିଥ୍ୟା ବଚନ କହେ ଓ ଉଚ୍ଚତର ସଂସାରଟିକୁ ଘୃଣା କରୁଥାଏ, ସିଏ ପ୍ରକୃତରେ ସବୁ କିଛି ମନ୍ଦର ଆଚରଣ ବେଶ କରିପାରେ। ପ୍ରକୃତ କଥା କହିବାକୁ ଗଲେ କୃପଣ ମାନେ କଦାପି ଦେବଲୋକକୁ ପ୍ରାପ୍ତ ହୋଇପାରନ୍ତି ନାହିଁ ଏବଂ ନିର୍ବୋଧ ମାନେ ବି ଦାନ କରିବାରୁ ଲାଭ କରାଯାଉଥିବା ସୁଖଟି ବିଷୟରେ ଆଦୌ କିଛି ଜାଣନ୍ତି ନାହିଁ। ମାତ୍ର ମୁନି ଦାନ କରି ଆନନ୍ଦ ପାଏ ଏବଂ ତେଣୁ ପରଲୋକରେ ସୁଖ ଲାଭ କରିଥାଏ। ଏହି ସଂସାର ଉପରେ ରାଜତ୍ୱ କରିବା ଅପେକ୍ଷା ସ୍ୱର୍ଗକୁ ଗମନ କରିବା ଅପେକ୍ଷା ଏବଂ ସବୁଯାକ ଭୁବନ ଉପରେ ରାଜା ହୋଇ ବସିବା ଅପେକ୍ଷା ଊର୍ଦ୍ଧ୍ୱଗାମୀ ସ୍ରୋତଟି ମଧ୍ୟରେ ପ୍ରବେଶ କରିବା ପ୍ରକୃତରେ ଅଧିକ ଶ୍ରେୟସ୍କର। ମା ଏଇ ଟୀକା ଗୁଡ଼ିକ ଉପରେ ଯାହା ବର୍ଣ୍ଣନା କରୁଛନ୍ତି, ଆମେ ସେଗୁଡାକ ପଢିକି ଆଲୋଚନା କରିବା। ମା କହୁଛନ୍ତି ଏହି ବାକ୍ୟାଂଶ ଗୁଡ଼ିକ ଭିତରେ 4 ଗୋଟି ଏପରି ଉପଦେଶ ରହିଛି ଯାହାର କି ମୁଁ ଆମର ଧ୍ୟାନ ଲାଗି ସଂଗୃହୀତ କରି ରଖିବାକୁ ଇଚ୍ଛା କରିବି। ଗୋଟିଏ ହେଲା ମାନସିକ ଆଳସ୍ୟକୁ କଦାପି ପ୍ରଶ୍ରୟ ଦିଅ ନାହିଁ। ଦ୍ୱିତୀୟରେ ଭୁଲ ମତ ଗୁଡ଼ିକୁ ନିଜର ମତ ବୋଲି ଗ୍ରହଣ କର ନାହିଁ। 3ରେ ଦୁର୍ଭାଗ୍ୟବଶତଃ ଆମେ ପ୍ରାୟ ସବୁବେଳେ ହିଁ ସେଇ କଥାଟି କରିଥାଉ, ଯୋଉଟା ହଉଛି ତାପରେ କହୁଛନ୍ତି ଉଠ, ଜାଗ, ହେଳା ପରିହାର କର। ଉଠ, ଜାଗ, ହେଳା ପରିହାର କର। ମା ଏଇ କଥା ଗୁଡ଼ିକ ଉପରେ ଗୁରୁତ୍ୱ ଦଉଛନ୍ତି, କହୁଛନ୍ତି ଏଇ ପୃଥିବୀ ଯେଉଁଭଳି ଭାବରେ ତିଆରି ହେଇଛି, ଯେଉଁଭଳି ଭାବରେ ତିଆରି ହବା କଥା, ବର୍ତ୍ତମାନ ଏବେ ଏଇପରି ତିଆରି ହେଇଛି। ଆମେ ଆଶା କରିବା ଯେ ଏଇ ଯୋଉ ଭଳିଆ ତିଆରି ହେଇଛି ତାହା ଆଉ ବେଶୀ ଦିନ ରହିବ ନାହିଁ। ଆଉ ଯେଉଁ ବ୍ୟକ୍ତି ପ୍ରକୃତରେ ସଂସ୍କୃତି ଯୁକ୍ତ ନୁହେଁ, ଯେତେବେଳେ ତାକୁ ବିଚାର ଗୁଡ଼ିକର ସମ୍ପର୍କରେ ଅଣାଯାଉଛି, ସେତେବେଳେ ସେ ସର୍ବଦା ହିଁ ଭୁଲ ବିଚାର ଗୁଡ଼ିକୁ ବାଛି ନେବାରେ ଲାଗିଛି। ମା ତାକୁ ବର୍ଣ୍ଣନା କରୁଛନ୍ତି, ଯେତେବେଳେ କୌଣସି ବ୍ୟକ୍ତି ବା କୌଣସି ପିଲା ଯେତେବେଳେ ପ୍ରକୃତ ଶିକ୍ଷା ପାଇନାହିଁ, ପ୍ରକୃତ ଶିକ୍ଷା ଯେତେବେଳେ ଜଣେ ପାଇନଥାଏ, ସିଏ ସବୁବେଳେ କଣ କରେ, କୁସଙ୍ଗକୁ ବାଛେ। କୁସଙ୍ଗକୁ କାହିଁକି ବାଛେ? ତାର କାରଣ ହଉଛି ଯେହେତୁ ଆମେ ଅଜ୍ଞତାରେ ବା ଅଜ୍ଞାନତାରେ ଏବେ ବି ରହିଛୁ ଏବଂ ପଶୁରୁ ହିଁ ମଣିଷ ହେଇଛୁ, ତେଣୁ
ନିମ୍ନ ପ୍ରାଣର ଗତିବୃତ୍ତି ଆମକୁ ଆକର୍ଷଣ ସବୁବେଳେ କରେ ଏବଂ ପ୍ରକୃତିର ଯୋଉ କେତେ ଗୁଡିଏ ଗତିବୃତ୍ତି ରହିଛି ସେଥିପ୍ରତି କି ସ୍ୱାଭାବିକ ଭାବରେ ଆମର ଆକର୍ଷଣ ରହେ। ତେଣୁ ଯଦି ପ୍ରକୃତ ଶିକ୍ଷା ପାଇନାହିଁ ତେବେ ଆମେ କୁସଙ୍ଗକୁ ବାଛିଥାଉ। ଏଠି କୁସଙ୍ଗ କାହିଁକି ଆମେ କହୁଛେ ନା ଯେତେବେଳେ ଆମ ପାଖରେ ଗୋଟେ ସମ୍ଭାବନା ଆଣି ଦିଆଗଲା ଉର୍ଦ୍ଧ୍ୱକୁ ଆରୋହଣ କରିବା ପାଇଁ, ସେତେବେଳେ ଯଦି ଉର୍ଦ୍ଧ୍ୱକୁ ଆରୋହଣ ନ କରି ଆମେ ମନୁଷ୍ୟ ଚେତନାରେ ଆସି ପହଞ୍ଚିଲା ପରେ ପୁଣି ପାଶବିକ ଚେତନା ଭିତରକୁ ପ୍ରବେଶ କରିବାଟାକୁ ଆମେ ପଶ୍ଚାତ ଗତି କହୁ। ଏବଂ ପଶ୍ଚାତ ଗତିରେ ଆମେ ଯୋଉ ଯୋଉ କାର୍ଯ୍ୟ କରୁ ସେଗୁଡା ସବୁ ହଉଛି ଭୁଲ କାର୍ଯ୍ୟ, ଖରାପ କାର୍ଯ୍ୟ, ନିମ୍ନ କାର୍ଯ୍ୟ। ଏବଂ ଯୋଉମାନେ ସେଇ ପ୍ରକାର କାର୍ଯ୍ୟ କରନ୍ତି ତେଣୁ ସେମାନେ ଆମର ଅଗ୍ରଗତି ପଥରେ ବାଧକ। ତେଣୁ ସେଇ ଯୋଉ ସାଙ୍ଗ ଯୋଉ ସାଙ୍ଗ ମାନେ ଆମକୁ ଅଗ୍ରଗତି ପଥରେ ଆଗକୁ ଉଠେଇବାରେ ସାହାଯ୍ୟ କରିବା ବଦଳରେ ଆମର ନିମ୍ନ ପ୍ରାଣର ଗତିବୃତ୍ତି, ନିମ୍ନ ମନର ଗତିବୃତ୍ତିକୁ ସମର୍ଥନ କରି ଏବଂ ସେଇ ଅନୁସାରେ ଆମକୁ ପରିଚାଳିତ କରିବା ପାଇଁ ପ୍ରେରଣା ଦିଅନ୍ତି ବା ସାଙ୍ଗ ଦିଅନ୍ତି, ସାହାଯ୍ୟ କରନ୍ତି, ସହଚର୍ଯ୍ୟ ଦିଅନ୍ତି, ତେଣୁ ସେମାନେ ଆମର ହଉଛନ୍ତି କୁସଙ୍ଗ। ତେଣୁ ଜୀବନ କ୍ଷେତ୍ରରେ ଆମେ ମନେ ରଖିବା ଯେ ସେଇମାନେ ହଉଛନ୍ତି ଆମର ଉତ୍ତମ ସାଙ୍ଗ, ଯୋଉମାନେ ଆମର ଚେତନାର ଆରୋହଣରେ ସାହାଯ୍ୟ କରନ୍ତି। ନା କି ମୋ ହଁରେ ହଁ ମିଳେଇ ମତେ ବୃଥା ପ୍ରଶଂସା କରି ଯୋଉ ଚେତନାର ସ୍ତରରେ ମୁଁ ରହିଛି ତାଠାରୁ ନିମ୍ନ ଚେତନାକୁ ଖସେଇ ନବାରେ ମତେ ସାହାଯ୍ୟ କରନ୍ତି। ଆମେ ସମସ୍ତେ ବହୁତ ଭଲ ଭାବରେ ଜାଣିଛୁ ଏବଂ ଅନୁଭବ ବି କରୁ ଆମେ ଯୋଉ କାର୍ଯ୍ୟଟି କରୁଛୁ ଯେତେବେଳେ ନିଜକୁ ନୂଆ କିଛି ଅଗ୍ରଗତି କରିବା ପାଇଁ ଯୋଉ ଆହ୍ୱାନ ଆସୁଛି ସେଇ ଆହ୍ୱାନକୁ ସ୍ୱୀକାର କରୁନାହୁଁ ତାହେଲେ ଆମେ ଜାଣିଛୁ ଯେ ଆମେ କୋଉଠି ସ୍ଥିତିରୁ ତଳୁ ଖସି ଯାଉଛି ଏବଂ ନିଜକୁ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ କରିନାହୁଁ, ପରିବର୍ତ୍ତନ ବିମୁଖ ହେଇ ରହୁଛୁ, ତାହେଲେ ଆମେ ଚେତନାର ଅଧୋଗତି ରହୁଛୁ। କିନ୍ତୁ ପରିବର୍ତ୍ତନ ପୁଣି କୋଉ ସ୍ତରରେ? ଯେମିତି କହନ୍ତି, ଆପଣ ଦେଖିବେ ଯଦି ଗୁହ୍ୟ ଜ୍ଞାନ ଅକଲ୍ଟ ସାଇନ୍ସ କୁ ଯିବେ ପ୍ରତ୍ୟେକ ରଙ୍ଗର ଏକ ନିଜସ୍ୱ ପରିପ୍ରକାଶ ରହିଛି, ସେ ପ୍ରକାଶ କରେ ଗୋଟେ ଶକ୍ତିକୁ। ଏବଂ ଯେତେବେଳେ ଆପଣ ଦେଖିବେ ସାଧାରଣତଃ ଯୋଉମାନେ ଭଗବତ ପ୍ରେମୀ, ଯୋଉମାନେ ଆଧ୍ୟାତ୍ମିକ ପଥରେ ଅଗ୍ରଗତି କରନ୍ତି ସେମାନେ ସାଧାରଣତଃ ଟିକେ ଲାଇଟ କଲର, ଟିକେ ଡିସେଣ୍ଟ କଲର ଆମେ ସେଥିପାଇଁ ତାକୁ କହୁ, ତାକୁ ପସନ୍ଦ କରନ୍ତି। ଯୋଉମାନେ ପ୍ରାଣର ଗତିବୃତ୍ତିରେ ପରିଚାଳିତ ହୁଅନ୍ତି ସେମାନେ ସେଇ ଲେବୁଲର ଯୋଉ ଯୋଉ ରଙ୍ଗ ତାକୁ ସେମାନେ ପରିପ୍ରକାଶ କରନ୍ତି ବା ଭଲ ପାଆନ୍ତି। ତେଣୁ ଯେତେବେଳେ ବି ଆମେ ଜୀବନ କ୍ଷେତ୍ରରେ ପ୍ରବେଶ କରୁଛୁ ଆମର ପ୍ରବୃତ୍ତି ଅନୁସାରେ, ଆମର ଚେତନାର ସ୍ଥିତି ଅନୁସାରେ ଆମକୁ ଯୋଉ ଯୋଉ ବ୍ୟକ୍ତି, ଯୋଉ ଯୋଉ ଘଟଣା ଆମର ଅଗ୍ରଗତିରେ ସାହାଯ୍ୟ କରୁଛି, ଆମେ ଯେତେବେଳେ ଗୋଟେ ପଦକ୍ଷେପ ନବା ପାଇଁ ଯାଉଛୁ ସେତେବେଳେ କେତେ ଜଣ ବ୍ୟକ୍ତି ଥାଆନ୍ତି ତାଙ୍କର ସ୍ୱାର୍ଥ ଥାଏ, ତେଣୁ ସେମାନେ ମତେ ସମର୍ଥନ କରନ୍ତି। ଆଉ ଯୋଉମାନେ ଆମଠାରୁ ଉଚ୍ଚତର ଚେତନାର ବ୍ୟକ୍ତି ଥିବେ ସେମାନେ ଆମକୁ ଦେଖିକରି ପରଖିଲା ବେଳେ ସେମାନେ ଆମକୁ କିଛି ପ୍ରସ୍ତାବ ମଧ୍ୟ ଦିଅନ୍ତି। ଯଦି ଆମେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥିବୁ ତେବେ ସେମାନେ ଦେଖନ୍ତି ଯେ ଆ ପାଖରେ ଓପନନେସ ରହିଛି, ତେଣୁ ସେ ପ୍ରସ୍ତାବ ଦିଅନ୍ତି। ଯଦି ମୋ ଭିତରେ ପରିବର୍ତ୍ତନ ବିମୁଖତା ରହିଛି, ପରିବର୍ତ୍ତନ ପାଇଁ ମୁଁ ପ୍ରସ୍ତୁତ ନୁହଁ, ଅନ୍ୟର କାହାର କଥାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହଁ, ତେବେ ଉଚ୍ଚତର ବ୍ୟକ୍ତି ଆମକୁ ପ୍ରସ୍ତାବ କିଛି ଦିଅନ୍ତି ନାହିଁ। କିଛି ସଂଶୋଧନ କରିବା ପାଇଁ ହଉ ବା ଆମକୁ ନିଜ ସମ୍ବନ୍ଧରେ ସଚେତନ କରିବା ପାଇଁ ହଉ ସିଏ କୁହନ୍ତି ନାହିଁ, କହିଲେ ବି ଆମେ ତାକୁ ଭିନ୍ନ ଅର୍ଥରେ ଗ୍ରହଣ କରୁ। ଆମେ କରୁ କଣ, ସେ ମତେ ଦେଖେଇକି କହୁଛି। ଏଇଟା ମୋ ରୁଟ ଲେବୁଲରେ ଆମେ ଯୋଉ ସାଧାରଣ ଚେତନାରେ ଯୋଉମାନେ ରହୁଛୁ ଆମ ଭିତରେ ଯୋଉ ଧାରଣା, ଯୋଉ ଭାବନା ଆସିଥାଏ ତାକୁ ଗୋଟେ ଏକ୍ଜାମ୍ପଲ ଆକାରରେ କହୁଛି, ଯଦ୍ୱାରା ଆମେ ସଚେତନ ହେଇଯିବା ଯେ କିଏ ସେ ମୋର ପ୍ରକୃତରେ ସାଙ୍ଗ।
ମା କହୁଛନ୍ତି ଏଇ କଥାଟିକୁ ମୁଁ ସତତ ଅନୁଭବ କରୁଛି, ମୂର୍ତ୍ତ ଭାବରେ ହିଁ ଅନୁଭବ କରୁଛି। ଯଦି ତୁମେ କୌଣସି ପିଲାକୁ ଏକ ବିଶେଷ ବାତାବରଣ ଭିତରେ ଆଣି ରଖୁଛ ଏବଂ ଯଦି ତାର ଅତ୍ୟନ୍ତ ପିଲା ବୟସରୁ ତା ଭିତରେ ଏକ ବିଶେଷ ବାତାବରଣ, ଏକ ବିଶେଷ ଶୁଦ୍ଧତାର ମୂଳଦୁଆ ପକାଇ ପାରୁଛ, ହୁଏତ ତା ଜୀବନରେ ଭୁଲ ବାଟଟିକୁ ଗ୍ରହଣ ନ କରିବାର ଏକ କମ ସମ୍ଭାବନା ରହିବ। ତେଣୁ ଏଠି ବାତାବରଣର ଗୁରୁତ୍ୱପୂର୍ଣ୍ଣ ରହିଛି। ସେଥିପାଇଁ ବାରମ୍ବାର ଆମେ ମନେ ରଖିବା, ଶବ୍ଦ ଉଚ୍ଚାରଣ ପାଖରୁ ଆରମ୍ଭ କରି ପରିବେଶଟିଏ ପ୍ରସ୍ତୁତ କରିବା ନିହାତି ଆବଶ୍ୟକ। ଯଦି ଉତ୍ତମ ବାତାବରଣ ଭିତରେ ଗୋଟେ ପିଲାଟି ବଢିଲା, ତେବେ ତା ଭିତରେ ମା ବର୍ଣ୍ଣନା କରୁଛନ୍ତି ଯେ କମ ସମ୍ଭାବନା ରହିଛି ସେ ଭୁଲ ବାଟଟିକୁ ବାଛିବାରେ। ଆମେ ଯୋଉ ପ୍ରକାର ଶବ୍ଦ ପ୍ରୟୋଗ କରୁ, ସେଇ ପ୍ରକାର ପରିବେଶ ମଧ୍ୟ ଆମ ପାଖରେ ରହେ। ସେଇଥିପାଇଁ ଶ୍ରୀରବୀନ୍ଦ୍ର ପ୍ରଭୁ କହୁଛନ୍ତି ଯେ ତମେ ଥଟାରେ ମଧ୍ୟ, ଜୋକରେ ମଧ୍ୟ ମିଛ କହିବ ନାହିଁ, ଥଟାରେ ମଧ୍ୟ ତମେ ନିମ୍ନ ଗତିବୃତ୍ତିକୁ ସୁଯୋଗ ଦବ ନାହିଁ। ଏବଂ କୌଣସି ଜାଗାରେ ଯଦି ସେଇ ପ୍ରକାରର ଗତିବୃତ୍ତି ପରିସ୍ଫୁଟନ ହଉଛି, ତେବେ ତୁମେ ସେଇ ସମୟରେ ଯଦି ତୁମର ସାମର୍ଥ୍ୟ ରହିଛି, ତେବେ ଉଚ୍ଚତମ ଶକ୍ତିକୁ ସେଠି ଅବତରଣ କର, ନହେଲେ ସେ ସ୍ଥାନ ଛାଡି ଚାଲି ଆସ। କାରଣ ସେ ପରିବେଶରେ ରହିଲେ ତୁମେ ଯେତେ ବି ଭାବନା କାହିଁକି ଯେ ମୁଁ ସେ ପରିବେଶ ଦ୍ୱାରା ପ୍ରଭାବିତ ହେବି ନାହିଁ, କିନ୍ତୁ ମନେ ରଖିବା ତାହା ଆମ ଅବଚେତନା ଭିତରେ ପ୍ରବେଶ କରିଯାଏ ଏବଂ ଆମକୁ କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ସେ ପ୍ରଭାବିତ କରିବ। ତେଣୁ ଯୋଉଠି ଆପଣ ଦେଖିବେ, ଆମେ ଯଦି କଥାବାର୍ତ୍ତାରେ କହିବା ସ୍ଲାଙ୍ଗ ଲାଙ୍ଗୁଏଜ ବ୍ୟବହାର ହଉଛି, କିମ୍ବା ଶବ୍ଦ ଉଚ୍ଚାରଣ ହଉଛି ଯୋଉଟା କି ଅତି ନିମ୍ନ ଗତିବୃତ୍ତିର, କିମ୍ବା ମିଥ୍ୟା ଉଚ୍ଚାରଣ ହଉଛି, ମିଛ କଥା ଗୁଡାଏ ପୁଳାଏ ଆଲୋଚନା ରହୁଛି, ତେବେ ତତ୍କ୍ଷଣାତ୍ ତର୍କ, ଯେମିତି କହନ୍ତି ଅନ୍ୟ କାହା ବିଷୟରେ ସମାଲୋଚନା କରିବାଠୁ ଆରମ୍ଭ କରି ଯୋଉଗୁଡାକ କି ଆପଣଙ୍କୁ ଚେତନାର ନିମ୍ନ ସ୍ତରକୁ ଖସେଇବା ପାଇଁ ସାହାଯ୍ୟ କରିବ, ସେଇ ସମୟରେ ସେ ପରିବେଶକୁ ପରିତ୍ୟାଗ କରିବେ। କାରଣ କଣ? କାରଣ ସେଇ ଯୋଉ ପରିବେଶ, ସେ ଶବ୍ଦ ହଉ, ସେ ପରିବେଶ ହଉ, ସେ କଣ କରେ, ଆମର ଅବଚେତନା ଭିତରେ ଯାଇକି ରହିଯାଏ ଏବଂ ଆମର କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ଯେତେବେଳେ ଆମେ ପ୍ରସ୍ତୁତ ନଥିବୁ ବା ଟିକେ ଢିଲା ହେଇଯାଇଥିବୁ, ସେଇ ସମୟରେ ସେ ଆମକୁ ଆଟାକ କରିବ ଏବଂ ଆମର ଅନ୍ୟାନ୍ୟ ଯୋଉ ପ୍ରବୃତ୍ତି ରହିଛି, ଯୋଉଗୁଡାକ କି ବିରୋଧୀ ଶକ୍ତି ଦ୍ଵାରା ପରିଚାଳିତ ହେଇ ମୋର ଉର୍ଦ୍ଧ୍ୱତର ଗତି ପଥରେ ଏକ ବାଧକ ହେଇକି ଠିଆ ହବ। ଅନେକ ଲୋକ ବା ଅନେକ ଆମେ ଯଦି ଭାବିବା ଯେ ଫିଲ୍ମ ଦେଖିଲେ ମଧ୍ୟ ଫିଲ୍ମର ଯୋଉ ପ୍ରଭାବ ମୋ ଉପରେ ପଡିବ ନାହିଁ, ସେମିତି ହୁଏ ନାହିଁ। ସେ ରହେ ମୋ ଭିତରେ, କେତେବେଳେ ନା କେତେବେଳେ ପ୍ରଭାବ ପକାଏ। ତେଣୁ ସେଇ କାହାଣୀ ହଉ, ସେଇ ଚଳଚିତ୍ର ହଉ, ସେଇ ବହି ହଉ, ସେଇ କଥା ହଉ, ସେଇ ବ୍ୟକ୍ତି ହଉ, ସେମାନଙ୍କ ଠାରୁ ଆମେ ଦୂରରେ ରହିବା। ଯଦି ତୁମେ କୌଣ ତାପରେ ସେଥିପାଇଁ କହୁଛନ୍ତି ପୃଥିବୀ ବର୍ତ୍ତମାନ ଯେଉଁଭଳି ଅଛି, ତୁମେ ଯଦି ସେଇ ପୃଥିବୀରୁ ଗୋଟିଏ ପିଲାକୁ ଆଣି ଭଲ ଏବଂ ମନ୍ଦ ଉଭୟ ଉପାଦାନ ବିଦ୍ୟମାନ ରହିଥିବା ଏକ ସମାଜରେ ରଖିବ, ତେବେ ସିଏ ହୁଏତ ସିଧା ଏପରି ବ୍ୟକ୍ତି ମାନଙ୍କର ସଂସର୍ଗକୁ ଚାଲିଯିବ ଯେଉଁମାନେ କି ତାକୁ ନଷ୍ଟ କରିଦେଇ ପାରିବେ। ମା କହୁଛନ୍ତି ଗୋଟେ ଲୋକ ବର୍ତ୍ତମାନ ଯୋଉ ଅବସ୍ଥାରେ ଅଛି, ଗୋଟେ ପିଲାକୁ ନେଇ ଆସିବ, ଗୋଟେ ଜାଗାକୁ ନେଇଯିବ ଯୋଉଠି ଦିଟା ଅପସନ ରହିଛି, ଭଲ ଆଉ ମନ୍ଦ ଦିଟା, ଲୋକ ସାଧାରଣତଃ ବା ସେ ପିଲାଟି ସାଧାରଣତଃ କଣ ହବ, ସେଇମାନଙ୍କ ସମ୍ପର୍କରେ ଆସି ପହଞ୍ଚିବ ଯୋଉମାନେ ତାକୁ ନଷ୍ଟ କରିଦେଇ ପାରିବେ। ସେଇଥିପାଇଁ ଆପଣ ମନେ ରଖିବେ, ସମସ୍ତେ ଆମେ ଯୋଉମାନେ ଅଛନ୍ତି, ଯୋଉମାନେ ବି ଆକୁ ଶୁଣୁଛନ୍ତି, ଭଗବାନ ବା ଯୋଉମାନେ ଭଲ ବ୍ୟକ୍ତି, ସେମାନେ କେବେ କାହାକୁ ଜବରଦସ୍ତ ଆକର୍ଷଣ କରନ୍ତି ନାହିଁ, ଆଡଭର୍ଟାଇଜମେଣ୍ଟ କରନ୍ତି ନାହିଁ। ଆଉ ଯୋଉମାନେ ନିମ୍ନ ଗତିବିଧିରେ ରହୁଥାନ୍ତି, ସେମାନେ ଆପଣଙ୍କୁ ପ୍ରଲୋଭନ ଦେଖେଇବେ, ସୁନ୍ଦର ସୁନ୍ଦର କଥା କହିବେ, ସୁନ୍ଦର ସୁନ୍ଦର ଗୁଡାଏ ଜିନିଷ ଆପଣଙ୍କୁ ଦେଖେଇବେ, ବହୁତ ଗୁଡାଏ ଦେଖେଇବେ। ତେଣୁ ସେଇ ସବୁ ବିଷୟରେ ସଚେତନ ହେବାକୁ ପଡିବ। ଯଦି ସଚେତନ ଆପଣ ହେଇପାରୁନାହାନ୍ତି, ସତର୍କ ହେଇପାରୁନାହାନ୍ତି, ଜାଣି ପାରୁନାହାନ୍ତି, ତାହେଲେ ଆପଣ ବାରମ୍ବାର ମାଙ୍କୁ ଯାଇକି କୁହନ୍ତୁ। ତାପରେ ଦେଖିବେ ଆପଣଙ୍କ ଭିତରେ ଗୋଟେ ପ୍ରେରଣା ଆସିବ। ଆପଣ ଆପଣ ଜାଣନ୍ତୁ ବା ନ ଜାଣନ୍ତୁ, ଆପଣ ସେଇ ବ୍ୟକ୍ତି ମାନଙ୍କ ପାଖରୁ ଦୂରେଇ ଯିବେ, ଯୋଉମାନେ ଆପଣଙ୍କୁ ଅଗ୍ରଗତିରେ ସାହାଯ୍ୟ କରୁନାହାନ୍ତି।
आउ से व्यक्ति माने आपण संपर्क रे आसीबे संसर्ग रे आसीबे जो माने आपण अग्रगति रे आपण को साहाय्य करिवे माँ कहते से माने से हुए तो एपरी व्यक्ति मान संसर्ग को चलीज जो माने कि ताकू नष्ट कर दे पारिबे ताकू जाबतीय भूल कथा ही शिक्षा देवे अर्थात सी सीधा खराब संसर्ग भीतर को ही चलीज जो व्यक्तिर आदौ कौन बुद्धिगत कृष्टि संभव होई नहीं जदि तुम्हें कौन प्रकार बाछ विचार न करी ता आगरे विमिश्रित हो रही केतोटी विचार को आनी थोईदेव एवं ता भितरु तार पसंद अनुसार बाछि नेबाकू हेबो तेबे से सर्वदा निर्बोध विचार गुडी को ही बाछिबाकू जीव कारण जेते सबु बेले उच्चतर आपण देखंतु तळु खसी जीवाटा सहज आपण ठिया होइचंदी बा बसचंदी गडी जीवे गडी गले तळु गडीबा सहज ऊर्ध्व को आरोहण कला बेले आपण को एनर्जी दरकार हुए सेति पई व्यक्ति देखिबे तांको जदि किटे उच्चतर ज्ञान कथा कहबे तांको कष्ट लागे नुआ किछि चिंता करिकिरी आउ टिके भल भाବରେ କରିବା ପାଇଁ କହିଲେ ତାଙ୍କୁ କଷ୍ଟ ଲାଗେ ସେମାନେ ସବୁବେଳେ ଚାହାନ୍ତି ତମେ କରିଦଉନ ମୋ ପାଇଁ ଏବଂ ସେ ବ୍ୟକ୍ତି ମାନେ ସବୁବେଳେ କଣ ରୁହନ୍ତି ଉଚ୍ଚତର ଅଗ୍ରଗତି ଚେତନାର ଯୋଉ ଆହ୍ୱାନ ଆସେ ତାକୁ ସ୍ୱୀକାର କରିପାରନ୍ତି ନାହିଁ ଆପଣ ଗୋଟେ ବ୍ୟବହାରିକ ଦିଗରେ ଦେଖନ୍ତୁ ମୁଁ ଆପଣଙ୍କୁ ସିଧାସଳଖ छोट एग्जांपल दे दउची व्यवहारिक दिगर आपणक पाखकू गोटे लोक आसी दीटा लोक आसी पहुंचले गोटे लोक कहले आउ देखिलु एटा मोर एया प्रॉब्लम है जी टिके कर देलु आपण कहले ठीक अछि कोन प्रॉब्लम है जी आपण निजे खोलंतु मु कहि दउची आपण चेष्टा करिवे मु गाइड कर देबी आपण करंतु तू कर दउनु से व्यक्ति निजको आउ टिके शिक्षित करिया पे प्रस्तुत नहीं जदि आपण ताकू करी न देले तेबे से आपण को खराब बोली कहबो से व्यक्ति अग्रगति करिया पे प्रस्तुत नहीं ये होची व्यवहारिक दिगरे आउ जने व्यक्ति जत आसी आपण ताकू जदि कहबे से जदि संगे संगे तत्क्षणात प्रस्तुत हे जीवो ता मान जानिबे से अग्रगति करिया प्रस्तुत रहिची हम मु शिखिबी चेष्टा करिबी हो न ये होची व्यवहारिक दिगरे व्यक्ति माने जो व्यक्ति करी दियंती आपणकर आपणको निजे करिबा पय सुजोग दियंती नहीं ताकू ही लोक अधिक पसंद करंती अधिकांश व्यक्ति जे हाँ सी आ पाखु जीव सी केते कथा कहबो जे एटा कर करे निजे टिके करिदब नहीं जे तुमको हैरान करदो ता पाखु जाम से सांग सांग करदो निजे प्रचेष्टा करिवा पाई निजे शिक्षित हवा पाई निजे चेष्टा करिवा पाई अधिक परिश्रम पड़े तळु को खसी जीवा सहज ऊर्ध्व को आरोहण करिवा कष्ट तेणु से माने सेति पय प्रस्तुत न थांती मां कहउचंती कोनोसी व्यक्ति पाखरे जता थोई दबो से संगे संगे कोटा को बाछिबो ना जोटा तळु को नउतिबो निर्बोध विचार गुडी को से बाछिबो कारण श्री अरविंद हमकु जेपरि कहि जाइछंती एई पृथ्वी होची एक मिथ्यामय पृथ्वी यह एक अज्ञानमय पृथ्वी एवं जदि आमे अयथार्थ जदि आमे यथार्थ को अयथार्थ एवं सुप्रभाव को कुप्रभाव अलगा कर चिन्हवा लगी समर्थ होगा इच्छा करिबा तेबे सेथि लगी एक प्रयास आवश्यक आमे जदि चिन्हवा को चाहिबा निश्चय चेष्टा न कले केम चिन्हबे प्रयास आवश्यक एक अभिप्सा लोड़ा हेबो सेथि लगी हमको हमर अंतर्गत तम सत्तार संस्पर्श रे आसीबा को पड़िबो ताहार एक सचेतन एवं संदीपित संस्पर्श रे आसीबा पड़िबो मात्र जदि आमे एठारे आपना को सेमिति छाड़ी देइथिबा तेबे केवल एक गर्त भीतर जाई पड़िबा को ही पड़िबो जदि आपण एमति छाड़ी देबे तेबे आपण जाई गात भीतर पड़ी जिवे विषय गुडी को एठी ठीक एही परि होई रहिछि कारण जहा एही संसार को शासन करूछि नाही आमे एठारे अतीत कालर प्रयोग करी ही कथाटी कहबा जेपरिक तद्वारा कथा सत्य कथा बुकुआ जीव जहा एही संसार को शासन करूथिला ताहा हेउछि मिथ्या ताहा हेउछि अज्ञान माँ एटा 1958 मसीह कहउचंती तेणु आमे एटा माँ कहउचंती आमे कहबा जे जीए शासन करूथिला करूछि आउ शासन करू नाही अज्ञानता आउ शासन करू नाही वर्तमान अतिमान शक्ति
ଅବତରଣ କରିସାରିଛି। 1950 ମସିହା ଡିସେମ୍ବର 5 ଅତିମାନ ଶକ୍ତି ଅବତରଣ କରିସାରିଲାଣି। 1956 ଫେବୃଆରୀ 29ରେ ପୃଥିବୀର ବାତାବରଣ ଭିତରେ ପ୍ରବେଶ କରିସାରିଲାଣି। ତେଣୁ ମା କହୁଛନ୍ତି ଏହି ସଂସାରକୁ ଶାସନ କରୁଥିଲା କିଏ ସେ? ନା ମିଥ୍ୟା ଆଉ ଅଜ୍ଞାନ। ବର୍ତ୍ତମାନ କିନ୍ତୁ ଅତିମାନ ଶକ୍ତି ଅବତରଣ କରିସାରିଲାଣି। ସ୍ଥିତି ସେମିତିଆ ଦେଖାଯାଉଛି ଏବଂ କିନ୍ତୁ ଆମେ ସେଥିପାଇଁ ଭ୍ରମରେ ପଡ଼ିବା ନାହିଁ। ସମ୍ଭବତଃ ଏକ ମହାନ ପ୍ରୟାସ, ଅତ୍ୟନ୍ତ ସାବଧାନତା ଦ୍ୱାରା ଆମେ ଏହି ପୃଥିବୀକୁ ଅନ୍ୟ ପ୍ରକାରର କରିଦେଇ ପାରିବା, ଶୀଘ୍ର କରିଦେଇ ପାରିବା। ମା ତାକୁ ଆଉ ଥରେ କହୁଛନ୍ତି ଶୀଘ୍ର। ଶୀଘ୍ର ଅର୍ଥରେ ସମ୍ଭବତଃ ଶବ୍ଦଟି ବ୍ୟବହାର କରାଯାଇଛି। କାହିଁକି? ମା ଲେଖୁଛନ୍ତି ଶୀଘ୍ର ଅର୍ଥରେ ହିଁ ସମ୍ଭବତଃ ଶବ୍ଦଟି ବ୍ୟବହାର କରାଯାଇଛି। ତାର କାରଣ ହଉଛି ଯଦି ଜଣେ ବ୍ୟକ୍ତି, ଜଣେ ଯଦି ମନୁଷ୍ୟ ନିଜେ ନ ଚାହେଁ ତେବେ ସେ ପରିବର୍ତ୍ତନ ହୋଇପାରିବ ନାହିଁ। ତାକୁ ପରିବର୍ତ୍ତନ କରିବା ପାଇଁ ଅନେକ ସମସ୍ୟା, ଅନେକ ମାଡ଼ ଖାଇବାକୁ ପଡ଼ିବ। ବର୍ଷ ବର୍ଷ ଧରି କେତେ କେତେ ଶହ ବର୍ଷ ଲାଗିଯିବ ଗୋଟେ ଛୋଟିଆ କଥାଟେ ଶିଖିବା ପାଇଁ। ବେଳେ ବେଳେ ଗୋଟିଏ ଛୋଟିଆ କଥା ଗୋଟିଏ ଜନ୍ମରେ ବି ଶିଖି ହୁଏ ନାହିଁ। ବ୍ୟକ୍ତି ଆପଣ ଦେଖିବେ ସେଇଥିପାଇଁ ଆଗରୁ କହି ଆସିଛନ୍ତି ସମସ୍ତେ ଯେ ପ୍ରକୃତି ନୈବ ମୁଚ୍ୟତେ, ନୈବ ମୁଚ୍ୟତେ। କାହିଁକି କହୁଛନ୍ତି? ନା ଆମେ ଯୋଉ ପ୍ରକୃତି ନେଇକି ଜନ୍ମଗ୍ରହଣ କରିଛୁ ତାକୁ ଆମେ ଏତେ ଭଲ ପାଉ, ଛାଡ଼ିବା ପାଇଁ ପ୍ରସ୍ତୁତ ନଥାଉ। ସେଇ ପ୍ରକୃତି ଯେ ମତେ ଊର୍ଦ୍ଧ୍ୱତର ଦିଗରେ ଗତି କରିବା ପାଇଁ ବାଧା ସୃଷ୍ଟି କରୁଛି, ତାହା ଯେ ପର୍ଯ୍ୟନ୍ତ ମୁଁ ନ ବୁଝିଛି ତାକୁ ଛାଡ଼ିବା ପାଇଁ ପ୍ରସ୍ତୁତ ନଥାଏ। ଯେତେବେଳେ ତାକୁ ଛାଡ଼ିବା ପାଇଁ ପ୍ରସ୍ତୁତ ହେଇଯିବି, ସେଇ ପ୍ରସ୍ତୁତ ହବା ପାଇଁ ଯୋଉ ଧକ୍କା ଦରକାର, ମାଡ଼ ଦରକାର, ବୁଝିବା ପାଇଁ ଯୋଉ ପରିବେଶ ପରିସ୍ଥିତି ଜୀବନ ଯାକ ଆସେ, ଆମେ କିନ୍ତୁ ସ୍ୱୀକାର କରୁନା, ତାକୁ ଭିନ୍ନ ଭିନ୍ନ ଆଳ ଦେଇକି ବୁଝେଇ ଦଉ। ସେଇଟା ଏବେ ଏଥିପାଇଁ ଆଇଲା, ସେଥିପାଇଁ ଆସିଲା। ସେ କେବେ ବୁଝିପାରେ ନାହିଁ କୋଉଟା ତା ଭିତରେ ସମସ୍ୟା ଥିଲା। ଗୋଟେ ଜନ୍ମ ଚାଲିଯାଏ, କାହାର କାହାର କେତେ କେତେ ଜନ୍ମ ଚାଲିଯାଏ। ତେଣୁ ଯଦି ଆମେ ଅଗ୍ରଗତି ଚାହୁଁଛୁ ଏବଂ ତ୍ୱରାନ୍ୱିତ ଭାବରେ, ତୀବ୍ର ଭାବରେ ଆମର ଅଗ୍ରଗତି ଦରକାର, ତେବେ ଆମକୁ ପ୍ରତ୍ୟେକ ମୁହୂର୍ତ୍ତକୁ ଭଗବାନଙ୍କ ପାଖରେ ସମର୍ପିତ କରି, ପ୍ରତ୍ୟେକ ମୁହୂର୍ତ୍ତରେ ନିଜକୁ ପ୍ରତିଷ୍ଠା ନ କରି ମାଙ୍କୁ ପ୍ରତିଷ୍ଠା କରିବା ପାଇଁ ନିଜକୁ ସେତିକି ପ୍ରଶସ୍ତ, ନିଜକୁ ସେତିକି ପ୍ରଜ୍ଞାଯୁକ୍ତ, ନିଜକୁ ସେତିକି ପ୍ରସ୍ତୁତ କରି ରଖିବାକୁ ହିଁ ପଡ଼ିବ। ମା କହୁଛନ୍ତି ତାହା ଯେ ଦିନେ ନା ଦିନେ ଆସିବ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ। ପରିବର୍ତ୍ତନ ନିଶ୍ଚୟ ହବ, କିନ୍ତୁ ଆମେ ତାହା ଶୀଘ୍ର ଆସୁ ବୋଲି ଇଚ୍ଛା କରୁଛୁ। ଏବଂ ଠିକ ସେଇ କାରଣ ହିଁ ଶେଷ ଦୁଇଟି ପରାମର୍ଶ ମୋତେ ପ୍ରକୃତରେ ଏତେ ଭଲ ଲାଗୁଛି। କଣ ଥିଲା ସେ ପରାମର୍ଶ? ଉଠ, ଜାଗ, ଅବହେଳାକୁ ପରିହାର କର। ଅବହେଳାକୁ ପରିହାର କର। ମନେ ପକେଇବା ସେ ଚାରିଟା କଥା କଣ କଣ? ଅବଲୋକନ, ସତର୍କ, କର୍ତ୍ତୃତ୍ୱ, ପ୍ରଭୁତ୍ୱ। ଅବଲୋକନ କର, ଦେଖ, ଭଲରେ ଚିହ୍ନ, ବାଛ, ସତର୍କ ଭାବରେ ତା ଭିତରୁ ଯୋଉଟା ଅଗ୍ରଗତି ପାଇଁ ସାହାଯ୍ୟ କରୁଛି ତାକୁ ଧର, ତାକୁ ଗ୍ରହଣ କର। ଯୋଉଟା ଅଗ୍ରଗତି ଦିଗରେ ବାଧା ସୃଷ୍ଟି କରୁଛି ତାକୁ ପ୍ରତ୍ୟାଖ୍ୟାନ କର। ଏଇ ପ୍ରକାର କଲେ ଆମର ନିଜର ଗତିବିଧି ଉପରେ କର୍ତ୍ତୃତ୍ୱ ହବ, ହାସଲ ଆସିବ ବା ନିୟନ୍ତ୍ରଣ ହାସଲ ହବ। ଆମେ ନିୟନ୍ତ୍ରଣ କିଛି କରିପାରିବା ନିଜକୁ। ନିୟନ୍ତ୍ରଣ କରି କରି ଗଲେ ତା ଉପରେ ଆମର ବିଜୟ ହାସଲ ହବ, ପ୍ରଭୁତ୍ୱ ଅର୍ଜନ କରିବେ। ତାପରେ ସେଇଗୁଡାକୁ ଧରିକିରି ମାଙ୍କ ପାଖରେ ସମର୍ପଣ କରିବେ। ସମର୍ପଣ କଲେ ଆମର ରୂପାନ୍ତର ଆରମ୍ଭ ହବ। କାଲି ଆମେ ପଢିଥିଲେ ସେ ଲାଇନଟି ଆଉଥରେ, ସେ ଯୋଉ ଅହଂର ଲାଇନଟି ପଢିଥିଲେ ତାକୁ ମନେ ରଖିବା ସବୁବେଳେ। କଣ କହୁଛନ୍ତି? ଯଦି ଅତିମାନସ କହିଲେ ପ୍ରକୃତରେ ଯେ କଣ ବୁଝାଏ, ତୁମେ ସେଇ କଥାଟିକୁ ଯଥାର୍ଥରେ ଜାଣିବାକୁ ଇଚ୍ଛା କରିଥାଅ। ସେଥିପାଇଁ ଲେଖୁଛନ୍ତି ଯଦି, ଯଦି ତୁମେ ଇଚ୍ଛା କରୁଥାଅ ତେବେ ଅହଂର ବିଲୁତି ଅପରିହାର୍ଯ୍ୟ। ତାପରେ ଲାଷ୍ଟକୁ କହୁଛନ୍ତି ଯଦି ଅହଂଠୁ ଯେ ପର୍ଯ୍ୟନ୍ତ ତୁମେ ତୁମ ଭିତରେ ରଖିଥିବ, ସେ ପର୍ଯ୍ୟନ୍ତ ଅତିମାନସ ତୁମ ଲାଗି କେବଳ ଏକ ଅଜ୍ଞାତ ଏବଂ ଅଗମ୍ୟ ବସ୍ତୁ ହୋଇ ରହିଥିବେ।
ଯଦି ତୁମେ ସତରେ ଚାହୁଁଛ ଯେ ଅତି ମାନସ ଶକ୍ତିକୁ ଜାଣିବା ପାଇଁ, ଯଥାର୍ଥରେ ଜାଣିବାକୁ ଇଚ୍ଛା କରୁଛ, ଅତିମାନସ ପ୍ରାପ୍ତ କରିବା ତ ପର କଥା, ଜାଣିବାକୁ ଯଦି ଇଚ୍ଛା କରୁଛ, ତେବେ ତୁମର ଅହଂଟିକୁ ସମ୍ପୂର୍ଣ୍ଣ ରୂପେ ପରିହାର କରିବାକୁ ପଡିବ, ବିଲୁପ୍ତି ଦରକାର। ଯେ ପର୍ଯ୍ୟନ୍ତ ତାହା ନ ହେଇଛି, ତୁମ ପାଇଁ ଅତି ମାନସ ଏକ ଅଜ୍ଞାତ ଏବଂ ଅଗମ୍ୟ ବସ୍ତୁ ହେଇ ରହିଥିବ। ତେଣୁ ଆମକୁ ପ୍ରସ୍ତୁତ ହେବାକୁ ପଡିବ। କେତେ ପ୍ରସ୍ତୁତ ଦରକାର ଚିନ୍ତା କର। ମା ମା, thank you all, Oliver.